ଏବେ ଟିକେ ଠିଆ ହେବେ, ଟିକେ ସାମ୍ନାକୁ ଆସିଯିବେ, ଆସନ୍ତୁ ଟିକେ। ଆମର ପ୍ରଧାନ ଆଜ୍ଞା ଠିଆ ହେଇପାରିବେ କି? ଟିକେ ଇଆଡ଼କୁ ଟିକେ ଆସନ୍ତୁ। ସଂକ୍ଷିପ୍ତରେ ଆମେ ପ୍ରାର୍ଥନା କରିବା। ଆଶୀର୍ବାଦର ପ୍ରାର୍ଥନା। ପିତାମାତା ଯେପରି ଶିଶୁଙ୍କୁ ଗଢ଼ିବାରେ ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତ ହେବେ, ପ୍ରଭୁଙ୍କ ଦତ୍ତ ଦାନ ଯେ ବହୁମୂଲ୍ୟ ତାହା ଜାଣି ପିଲାଙ୍କୁ ଗଢ଼ିବା ପାଇଁ ସକ୍ଷମ ହେବେ। ଏଥିପାଇଁ ଆମଙ୍କ ମଧ୍ୟରେ ପ୍ରଭୁଙ୍କ ବୃଦ୍ଧ ଦାସ ପ୍ରଧାନ ମହାଶୟ ଅଛନ୍ତି, ସେ ପ୍ରାର୍ଥନା ଉତ୍ସର୍ଗ କରିବେ। ପୁଣି ସମୀରର ବ୍ୟବସାୟୀ ପାଇଁ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଶାନ୍ତି ଯେପରି ରହିବ, ଏଥିପାଇଁ ମଣ୍ଡଳୀର ପ୍ରାଚୀନ ଏଡ୍ଲା ମହାଶୟ ପ୍ରାର୍ଥନା କରିବେ। ଶେଷରେ ନା ପାଇ ମୁଁ ପ୍ରାର୍ଥନା କରିବି। ସରସ୍ୱତୀ ପ୍ରାର୍ଥନା କରିବା। କରୁଛନ୍ତି हे पवित्र दयालु स्वर्गस्थ पिता, ଝିଅକୁ ତୁମେ ଆଶୀର୍ବାଦ କର। ତାଙ୍କୁ ପ୍ରଭୁ ତୁମେ ଜଗତ ମଧ୍ୟରେ ଦୀର୍ଘାୟୁ ଦିଅ। ତୁମେ ବୁଦ୍ଧିରେ ତାଙ୍କୁ ପ୍ରଭୁ ପରିପୂର୍ଣ୍ଣ କର। ତ ଯେପରି ସେ ପ୍ରଭୁ ଜଗତର ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ତୁମର ଆତ୍ମିକ ଜ୍ଞାନ ସେ ଅର୍ଜନ କରିବ। ଏଥିନିମନ୍ତେ ସ୍ୱାମୀ ସ୍ତ୍ରୀଙ୍କୁ ବିଶେଷ ରୂପେ ତୁମେ ପ୍ରଭୁ ଆଶୀର୍ବାଦ କରି ପ୍ରଭୁ ତୁମେ ପ୍ରଭୁ ସେମାନଙ୍କୁ ପରିବାର ମଧ୍ୟରେ ଏକ ମନ ଏକ ଭାବାପନ୍ନ ରହିବା ପାଇଁ ପ୍ରଭୁ ସେମାନଙ୍କୁ ଶକ୍ତିଯୁକ୍ତ କର। ପବିତ୍ର ପରମେଶ୍ୱର ପୁନର୍ବାର ଝିଅଙ୍କୁ ତୁମ ପାଦତଳେ ଥୋଉଛି। हे ଦୟାଳୁ ସ୍ୱର୍ଗସ୍ଥ ପିତା, ତାଙ୍କୁ ପ୍ରଭୁ ତୁମେ ପ୍ରଭୁ ତୁମର ରକ୍ତ ହସ୍ତ ସ୍ପର୍ଶ କରି ପ୍ରଭୁ ତାଙ୍କୁ ପ୍ରଭୁ ତୁମେ ଜଗତ ବୋଲେ ଦୀର୍ଘାୟୁ ଦିଅ। ସମସ୍ତ ଗୌରବ ମହିମା ତୁମେ ପାଅ। ତ୍ରାଣକର୍ତ୍ତା ପ୍ରିୟ ଯୀଶୁଙ୍କ ନାମ ମାଗୁଛୁ, ଆମେନ୍। ଧନ୍ୟବାଦ ପ୍ରାର୍ଥନା କରିବା। ସୈନ୍ୟାଧିପତି ଆଶୀର୍ବାଦ ଆକର ମଙ୍ଗଳମୟ ପରମେଶ୍ୱର, ତୁମରି ଧନ୍ୟବାଦ କରୁଛୁ ପ୍ରଭୁ। ପ୍ରଭୁ ଏହି ସମୟ ପାଇଁ ତୁମରି ଗୌରବ କରୁଛୁ ପ୍ରଭୁ। ପୁଅ ସମୀର ପୁଣିଙ୍କ ପୁଣି ପ୍ରଭୁ ତୁମେ ଦ୍ୱିତୀୟ ଥର ସ୍ମରଣ କଲ ପ୍ରଭୁ। ତାଙ୍କ କୂଳକୁ ପୂର୍ଣ୍ଣାଙ୍ଗ ହେବାକୁ ଦେଲ। ସମସ୍ତ ଗତ ଦିନର ଦୁଃଖକୁ ଭୁଲିବା ଏହି ଶିଶୁ ଅବସ୍ଥାରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଯେ ତୁମ ଉଦ୍ଦେଶ୍ୟରେ ବଢ଼ିବ, ଶାରୀରିକ ଭାବରେ ପୁଣି ଆତ୍ମିକ ଭାବରେ ଯେପରି ପ୍ରଭୁ ତୁମରି ଗୌରବ ନିମନ୍ତେ ବଢ଼ି ତୁମ ରାଜ୍ୟ ନିମନ୍ତେ ପ୍ରଭୁ ସେ ଆଗ ଭର ହେବ, ପ୍ରସ୍ତୁତ ହେବ। ଏଥିପାଇଁ ତାଙ୍କୁ ତୁମେ ଅଧିକାର କର। ପିତାମାତାଙ୍କୁ ମଧ୍ୟ ଉତ୍ତମ ବୁଦ୍ଧି ଜ୍ଞାନ ତୁମେ ପ୍ରଦାନ କର। ପ୍ରଭୁ ଶିଶୁ କନ୍ୟା ଯେପରି ତୁମ ଗୌରବାର୍ଥେ ବଢ଼ିବ, ଏଥିପାଇଁ ସାହାଯ୍ୟ କର। ନିବେଦନ ପ୍ରାର୍ଥନା କରୁଛୁ କରିଛ ତମ ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ନିବେଦନ ମାଗୁଅଛି ପିତା, ଆମେନ୍। ପ୍ରାର୍ଥନା କରିବା। ସର୍ବମଙ୍ଗଳମୟ ସଦା ପ୍ରଭୁ, ତୁମ ଧନ୍ୟବାଦ କରୁଛି, କାରଣ ତୁମର ଦାସଙ୍କର ମୁଖରୁ ଅତି ସୁନ୍ଦର ନିଜ ନିଜ ଜୀବନରେ, ପରିବାର ଜୀବନରେ, ପୁତ୍ର ଏବଂ କନ୍ୟାଙ୍କ ଜୀବନରେ ଯେପରି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଜୀବନରେ ସେ ଝିଅ ଯେପରି ପ୍ରଭୁଙ୍କୁ ଜାଣିପାରିବ, ସେଇ ଜ୍ଞାନ ମଧ୍ୟ ପିତାମାତା ଦେବାର ଊର୍ଦ୍ଧ୍ୱସ୍ଥ ଜ୍ଞାନ ପିତାମାତାଙ୍କୁ ପ୍ରଦାନ କର। ଶିଶୁକୁ ଦୀର୍ଘାୟୁ ଦିଅ, ଯୀଶୁ ନାମରେ ମାଗୁଅଛି। ଯେହେତୁ ଆମକୁ ସୁନ୍ଦର ସୁଯୋଗ ଦେଲ ପରିବାର ନିମନ୍ତେ ପ୍ରାର୍ଥନା କରିବା ପାଇଁ, ବାକ୍ୟ ଶୁଣିବା ପାଇଁ, ସେଥିପାଇଁ ତୁମ ନାମର ଧନ୍ୟବାଦ କରୁ କରୁ, ତୁମ ନାମ ପ୍ରଶଂସା କରୁ କରୁ ପ୍ରଭୁ ଯେତେବେଳେ ନିବେଦନ ପ୍ରାର୍ଥନା କରୁଅଛି ସମୀର ଏବଂ ତାଙ୍କ ସ୍ତ୍ରୀଙ୍କ ନିମନ୍ତେ ପ୍ରଭୁ ସେମାନଙ୍କୁ ଦୟା କର, ସେମାନଙ୍କୁ ଅନୁକୂଳ ଆଶୀର୍ବାଦ କର। ଶରୀରରେ ଜୀବନରେ ତୁମେ ଆଶୀର୍ବାଦ କର ପ୍ରଭୁ। ସମୀର ଭାଇ ଯେଉଁ ବ୍ୟବସାୟ କରୁଅଛନ୍ତି ସେଥିରେ ତୁମେ ଆଶୀର୍ବାଦ କର। ସ୍ତ୍ରୀ ଏବଂ ପୁରୁଷକୁ ଏକ ବୁଝୁଣାର ମନ ଦିଅ, ଏକ ଶାନ୍ତିର ମନ ଦିଅ। ସେମାନେ ଭବିଷ୍ୟତ ଯେପରି ପ୍ରଭୁ ଏକ କର, ସେମାନଙ୍କ ବ୍ୟବସାୟକୁ ତୁମେ ଅଧିକରୁ ଅଧିକ ଆଶୀର୍ବାଦ କର। ତୁମରି ନିମନ୍ତେ ବଞ୍ଚିବା ପାଇଁ ତୁମର ଗୌରବ କରିବାର ମନ ସେମାନଙ୍କୁ ପ୍ରଦାନ କରି ସେମାନଙ୍କ ଦ୍ୱାରା ଗୌରବ ପ୍ରଶଂସା ପାଅ ବୋଲି ଯୀଶୁଙ୍କ ନାମରେ ହିଁ ପ୍ରାର୍ଥନା କରୁଅଛି, ଆମେନ୍। ମହାମହିମ ସ୍ୱର୍ଗୀୟ ପିତା, ତୁମରି ସ୍ତୁତିବାଦ ସମ୍ଭ୍ରମ କରୁଛୁ, ପୁଣି ତୁମକୁ ଧନ୍ୟବାଦ କରୁଛୁ। ତୁମେ ମଙ୍ଗଳ ଦାନ ପରିବାରକୁ ସ୍ମରଣ କରି ଦେଇଛ। ପୁଣି ବିଶେଷ କରି ଭାଇ ସମୀର ତାଙ୍କ ସହଧର୍ମଣୀଙ୍କର କୋଳକୁ ତୁମେ ପୂର୍ଣ୍ଣ କରିଛ। ତେଣୁ ତୁମର ବିଶ୍ୱସ୍ତତା ପାଇଁ, ତୁମରି ଆଶୀର୍ବାଦ ପାଇଁ ତୁମକୁ ଧନ୍ୟବାଦ କରୁଛୁ ପିତା। ଏତେବେଳେ ବିଶେଷ କରି ଛୁଆଙ୍କୁ ସମର୍ପଣ କରୁଛୁ। ଏବେ ଆଉ ସେ ଛୁଆ ନୁହଁ ପ୍ରଭୁ, ବର୍ତ୍ତମାନ ଶ୍ରାଇନକୁ ପୁଣି ଭେନ୍ସିକୁ ତୁମ ପାଦ ତଳେ ରଖୁଛୁ। ତୁମର ଦୟା ଅନୁଗ୍ରହ
এই নাମ ପ୍ରତି ସହବର୍ତ୍ତୀ ହଉ। ସେ ନାମର ଅର୍ଥ ଯାହା ଛୁଆଙ୍କୁ ତଦ୍ରୂପ ବର୍ଦ୍ଧିଷ୍ଣୁ ହେବା ପାଇଁ ତୁମରି ସ୍ୱର୍ଗୀୟ ଅନୁଗ୍ରହ କୃପା ତାଙ୍କ ପ୍ରତି ସହବର୍ତ୍ତୀ ହଉ, ସଙ୍ଗ ଧରୁ। ପୁଣି ସୁସ୍ୱାସ୍ଥ୍ୟ ଆରୋଗ୍ୟତା ଦିଅ। ଦିନକୁ ଦିନ ପ୍ରଭୁ ସ୍ୱାସ୍ଥ୍ୟଗତ ବର୍ଦ୍ଧିଷ୍ଣୁ ହେବା ପାଇଁ ଅନୁଗ୍ରହ ପ୍ରଦାନ କର। ମାନସିକ ବର୍ଦ୍ଧିଷ୍ଣୁ ହେବା ପାଇଁ ଅନୁଗ୍ରହ ପ୍ରଦାନ କର। ବୁଦ୍ଧି ଜ୍ଞାନରେ ସେ ଯେପରି ବଢ଼ିବ ଏବଂ ପ୍ରାପ୍ତ ହେବ ତୁମରି ଦତ୍ତ, ଏଭଳି ଦୟା ଅନୁଗ୍ରହ ସହବର୍ତ୍ତୀ ହଉ। ପୁଣି ଭାଇ ସମୀରକୁ ତାଙ୍କ ସହଧର୍ମକୁ ରଖୁଛି। ତୁମେ ହିଁ ସେମାନଙ୍କ ସହିତ ଇମାନୁଏଲ ପରମେଶ୍ୱର ହୋ। ଦୁର୍ଦିନରେ ନିଜ ନିଜ ବିଶ୍ୱାସ ଅନୁସାରେ ତୁମେ କାର୍ଯ୍ୟ କରି ଆଶୀର୍ବାଦ ଦିଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ଧନ୍ୟବାଦ। ଆଉ ଗୋଟେ